ଆଫଗାନିସ୍ତାନ ସହିତ ସଂଘର୍ଷର ମୂଲ୍ୟ ପାକିସ୍ତାନକୁ ବହୁତ ଦେବାକୁ ପଡ଼ିଛି। ସୀମା ଉତ୍ତେଜନା ଯୋଗୁଁ ସାରା ଦେଶରେ ପନିପରିବା ଦର ବୃଦ୍ଧି ପାଇଛି। ରାଓଲପିଣ୍ଡିରେ ଟମାଟୋ କିଲୋ ପିଛା 600 ଟଙ୍କାରେ ବିକ୍ରି ହେଉଛି। ପ୍ରମୁଖ ପାକିସ୍ତାନୀ ଦୈନିକ ଏକ୍ସପ୍ରେସ୍ ଟ୍ରିବ୍ୟୁନ୍ ରାଓଲପିଣ୍ଡି ପନିପରିବା ବଜାର ବ୍ୟବସାୟୀ ସଂଘର ସଭାପତିଙ୍କୁ ଉଦ୍ଧୃତ କରି କହିଛି ଯେ ଟମାଟୋ ଯୋଗାଣ କମ୍ ରହିଛି ଯେତେବେଳେ ଚାହିଦା ଅଧିକ। ଆଫଗାନିସ୍ତାନରୁ ଟମାଟୋ ଆଉ ଆମଦାନୀ କରାଯାଉ ନାହିଁ। ଯୋଗାଣ ସମ୍ପୂର୍ଣ୍ଣ ପୁନଃସ୍ଥାପିତ ନ ହେବା ପର୍ଯ୍ୟନ୍ତ ମୂଲ୍ୟ ଉଚ୍ଚ ରହିବ ଏବଂ ଅଧିକ ରହିବ। ରିପୋର୍ଟଗୁଡ଼ିକ ସୂଚିତ କରୁଛି ଯେ ଉଚ୍ଚ ମୂଲ୍ୟ ଯୋଗୁଁ ଛୋଟ ପନିପରିବା ବିକ୍ରେତା ଟମାଟୋ, ମଟର, ଅଦା ଓ ରସୁଣ ବିକ୍ରି ବନ୍ଦ କରିଦେଇଛନ୍ତି। ରସୁଣ କିଲୋ ପିଛା 400 ଏବଂ ଅଦା 750ରେ ପହଞ୍ଚିଛି। ପିଆଜ କିଲୋ ପିଛା 120 ଏବଂ ମଟର 500ରେ ପହଞ୍ଚିଛି। ପାକିସ୍ତାନୀ କର୍ତ୍ତୃପକ୍ଷ ଆଫଗାନ ଶରଣାର୍ଥୀଙ୍କୁ ସ୍ୱେଚ୍ଛାକୃତ ଭାବରେ ସେମାନଙ୍କ ଦେଶକୁ ଫେରିବାକୁ ଅନୁରୋଧ କରିଛନ୍ତି। ଯଦି ସେମାନେ ଏପରି ନ କରନ୍ତି ତେବେ ବଳ ପ୍ରୟୋଗର ଧମକ ବିଷୟରେ ସେମାନଙ୍କୁ ଚେତାବନୀ ଦେଇଛନ୍ତି। ଆଫଗାନିସ୍ତାନ ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପାକିସ୍ତାନ ସହିତ ସମ୍ପ୍ରତି ହୋଇଥିବା ଯୁଦ୍ଧବିରତି ଚୁକ୍ତିନାମା ସମ୍ପର୍କରେ ସୂଚନା ପ୍ରଦାନ କରିଛି। ଏଥିରେ କୁହାଯାଇଛି ଯେ ଏହି ଚୁକ୍ତିନାମା ସମ୍ପୂର୍ଣ୍ଣ ଯୁଦ୍ଧବିରତି, ପାରସ୍ପରିକ ସମ୍ମାନ ଓ ପରସ୍ପରର ସୁରକ୍ଷା ବାହିନୀ, ସାଧାରଣ ନାଗରିକ ଏବଂ ସୁବିଧା ଉପରେ ଆକ୍ରମଣରୁ ନିବୃତ୍ତ ରହିବା ଏବଂ ଆଲୋଚନା ମାଧ୍ୟମରେ ସମସ୍ତ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱାରୋପ କରେ।